ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାନ୍ତୁ। ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ସ୍ୱାଗତ ଜଣାଇ ଆଜି କହିବି କଥାଟି କବିତାର ପାର୍ଟ 2ର କବିତା ଆବୃତ୍ତି ଓ ସାରାଂଶକୁ ଆରମ୍ଭ କରୁଛି। ଭିଡ଼ିଓଟି ଯଦି ଭଲ ଲାଗିବ ତେବେ ନିଶ୍ଚୟ ଲାଇକ୍ କରିବେ ଏବଂ ନୂଆ କରି ଦେଖୁଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ମଧ୍ୟ ଦବାଇ ଦେବେ। ଫଳରେ ନୂଆ ନୂଆ ଭିଡ଼ିଓକୁ ଦେଖିବାର ସୁଯୋଗ ପାଇବେ। ତେବେ ବର୍ତ୍ତମାନ ଆରମ୍ଭ କରିବା ପାର୍ଟ 2ର କବିତା ଆବୃତ୍ତି ଏବଂ ତାର ସାରାଂଶ। କୋଣାର୍କ ମଥାରେ ଜଗନ୍ନାଥପୁରେ ଉଡ଼େ ତ ତାଙ୍କରି ଛତି। କୋଣାର୍କ ମଥାରେ ଜଗନ୍ନାଥପୁରେ ଉଡ଼େ ତ ତାଙ୍କରି ଛତି। ଲକ୍ଷେ ଦେଉଳରେ ସଞ୍ଜ ଆଳତିରେ ଜଳେ ତ ତାଙ୍କରି ବତୀ ବାବୁରେ, ଜଳେ ତ ତାଙ୍କରି ବତୀ। କୋଣାର୍କ ମଥାରେ ଜଗନ୍ନାଥପୁରେ ଉଡ଼େ ତ ତାଙ୍କରି ଛତି। ଲକ୍ଷେ ଦେଉଳରେ ସଞ୍ଜ ଆଳତିରେ ଜଳେ ତ ତାଙ୍କରି ବତୀ। ତେବେ ଏହି ପଦରେ ଥିବା କଠିନ ଶବ୍ଦଟି ହେଉଛି କ'ଣ ନା ଛତି। ଛତି ଅର୍ଥ ଖ୍ୟାତି। ତେବେ ଜଣେ ମା ତା ପୁଅକୁ ତାର ପୂର୍ବପୁରୁଷମାନଙ୍କର ଗୌରବ ଗାରିମାର କଥା ଗୁଡ଼ିକ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, ଉତ୍କଳୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ କୋଣାର୍କ ମନ୍ଦିର ଏବେ ମଧ୍ୟ ଭଗ୍ନାବଶେଷ ଭାବରେ ମୂକସାକ୍ଷୀ ରୂପେ ଦଣ୍ଡାୟମାନ ହୋଇଛି। ତେଣୁ ସେହି ମନ୍ଦିରକୁ ତୋଳାଇଥିବା ରାଜା ଲାଙ୍ଗୁଡ଼ା ନରସିଂହ ଦେବଙ୍କର ଗୁଣ, ଜ୍ଞାନ ଓ ବୀରତ୍ୱର ପରାକାଷ୍ଠ ସାରା ବିଶ୍ୱରେ ଉତ୍କଳର ସମ୍ମାନ ଏବଂ ଗୌରବକୁ ବଜାୟ ରଖିଛି। କୋଣାର୍କ ମନ୍ଦିର ପରି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଏହିପରି ଅନେକ ମନ୍ଦିର ରହିଛି ଯେଉଁଥିରେ ସେମାନଙ୍କର ଅର୍ଥାତ୍ ପୂର୍ବପୁରୁଷମାନଙ୍କର ଅମ୍ଳାନ କୀର୍ତ୍ତିର ଖ୍ୟାତି ସାରା ବିଶ୍ୱରେ ଉଡ଼ି ବୁଲୁଛି। ତେଣୁ ତୁ ହେଉଛୁ ସେହି ବଂଶର ପୁଅ, ତୁ ହେଉଛୁ ସେହି ବାପର ପୁଅ। ସେମାନେ ଯେଉଁ କାରୁକାର୍ଯ୍ୟ ଭରା ଲକ୍ଷ ଲକ୍ଷ ଦେଉଳ ତୋଳାଇଛନ୍ତି, ଆଉ ସେହି ଦେଉଳରେ ଯେତେବେଳେ ସଞ୍ଜ ବତୀରେ ଜଳି ଉଠେ, ସେତେବେଳେ ସେହି ସଳିତାରେ କେବଳ ତାଙ୍କରି ବତୀ ହିଁ ଜଳି ଉଠିଥାଏ। ଆଉ ସେଇଥିପାଇଁ ନାରୀ କବି କହିଛନ୍ତି, କୋଣାର୍କ ମଥାରେ ଜଗନ୍ନାଥପୁରେ ଉଡ଼େ ତ ତାଙ୍କରି ଛତି। କୋଣାର୍କ ମଥାରେ ଜଗନ୍ନାଥପୁରେ ଉଡ଼େ ତ ତାଙ୍କରି ଛତି। ଲକ୍ଷେ ଦେଉଳରେ ସଞ୍ଜ ଆଳତିରେ ଜଳେ ତ ତାଙ୍କରି ବତୀ ବାବୁରେ, ଜଳେ ତ ତାଙ୍କରି ବତୀ। ନାରୀ କବି ପରବର୍ତ୍ତୀ ପଦରେ କ'ଣ ଲେଖିଛନ୍ତି ତାହେଲେ ଶୁଣିବା। ନଦୀ ବନ୍ଧ ସବୁ ତାଙ୍କରି କିରତି, ଥିଲେ ବଡ଼ କାରିଗର। ନଦୀ ବନ୍ଧ ସବୁ ତାଙ୍କରି କିରତି, ଥିଲେ ବଡ଼ କାରିଗର। ପଥର ଉପରେ ଆଙ୍କିଛନ୍ତି ଛବି, ଅପରୂପ ମନୋହର ବାବୁରେ, ଅପରୂପ ମନୋହର। ନଦୀ ବନ୍ଧ ସବୁ ତାଙ୍କରି କିରତି, ଥିଲେ ବଡ଼ କାରିଗର। ପଥର ଉପରେ ଆଙ୍କିଛନ୍ତି ଛବି, ଅପରୂପ ମନୋହର। ତେବେ ପିଲାମାନେ ଏହି ପଦରେ ଥିବା କଠିନ ଶବ୍ଦଟି ହେଉଛି କ'ଣ? ନଦୀବନ୍ଧ। ନଦୀବନ୍ଧର ଅର୍ଥ କ'ଣ? କାଠ ଜଡ଼ିର ପଥର ବନ୍ଧ। ତେବେ ଏହି ପଦରେ ଜଣେ ମା ତା ପୁଅକୁ ବୁଝାଇ କହିଛନ୍ତି, ବାବୁରେ, ତ ପୂର୍ବପୁରୁଷମାନେ ଯେ କେବଳ ମନ୍ଦିର ତୋଳାଇଥିଲେ କିମ୍ବା ପୁଷ୍କରିଣୀ ଖୋଳାଇଥିଲେ ତା ନୁହେଁ, ସେମାନେ ପୁଣି କେତେ କେତେ ନଦୀବନ୍ଧ ସବୁ ତିଆରି କରିଥିଲେ। ସେଥିମଧ୍ୟରୁ କାଠ ଜଡ଼ିର ପଥର ବନ୍ଧ ହେଉଛି ଅନ୍ୟତମ। ସେମାନେ ପଥରକୁ ପଥର ସହିତ ଯୋଡ଼ି ନଦୀବନ୍ଧ ମଧ୍ୟ ତିଆରି କରୁଥିଲେ। ତେଣୁ ସେମାନେ ବହୁତ ବଡ଼ କାରିଗର ଥିଲେ। ସେମାନଙ୍କର ଜ୍ଞାନକୁ
ପ୍ରୟୋଗ କରି ପଥର ଉପରେ ବିଭିନ୍ନ ପ୍ରକାର ଛବି ସବୁ ଆଙ୍କି ଦେଉଥିଲେ। ତେଣୁ ସେ ରାଜା ମହାରାଜା ମାନଙ୍କର ଅକ୍ଷୟ କୀର୍ତ୍ତି ଅଦ୍ୟାବଧି ଖଣ୍ଡଗିରି ଉଦୟଗିରି ଗୁମ୍ଫା ମାନଙ୍କରେ ଖୋଦିତ ହୋଇଅଛି, ଯାହାକି ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି। ପଥର ଗାତ୍ର ମାନଙ୍କରେ ଏତେ ସୁନ୍ଦର ଉତ୍କଳୀୟ କାରୁକାର୍ଯ୍ୟ ଖୋଦନ କରି ଅଙ୍କାଯାଇଛି, ଯାହାକି ଅପରୂପ ସୌନ୍ଦର୍ଯ୍ୟରେ ଭରି ରହିଛି। ଯିଏ ଥରେ ଦେଖିବ ତା ମନ ଆନନ୍ଦରେ ନାଚି ଉଠିବ। ଆହୁରି ବାରମ୍ବାର ଦେଖିବାକୁ ଇଚ୍ଛା ହେବ, ମନ କେବେ ପୁରି ଉଠିବ ନାହିଁ। ଆଉ ସେଇଥିପାଇଁ କୁହାଯାଏ, କେଡ଼େ ସୁନ୍ଦର ସତେ କଳା କାରୁକାର୍ଯ୍ୟ ଉତ୍କଳର, କେଡ଼େ ସୁନ୍ଦର ସତେ କଳା କାରୁକାର୍ଯ୍ୟ ଉତ୍କଳର। ତୃପ୍ତି ହୁଏ ନା ମନ ଦେଖି ତାର ଖୋଦନ, ତୃପ୍ତି ହୁଏ ନା ମନ ଦେଖି ତାର ଖୋଦନ। ଯେତେ ଦେଖୁଥିଲେ ଲାଗେ ଭାରି ସୁନ୍ଦର, କେଡ଼େ ସୁନ୍ଦର ସତେ କଳା କାରୁକାର୍ଯ୍ୟ ଉତ୍କଳର, କେଡ଼େ ସୁନ୍ଦର ସତେ କଳା କାରୁକାର୍ଯ୍ୟ ଉତ୍କଳର। ତେଣୁ ତୁ ହେଉଛୁ ସେଇ କାରିଗର କୁଳର ସନ୍ତାନ। ଉତ୍କଳର କାରୁକାର୍ଯ୍ୟକୁ ଦେଖିଲେ କେବେ ମନତୃପ୍ତି ଲାଭ କରିପାରେ ନାହିଁ। ଆଉ ସେଇଥିପାଇଁ ନାରୀ କବି କହିଛନ୍ତି, ନଦୀ ବନ୍ଧ ସବୁ ତାଙ୍କରି କିରତି, ଥିଲେ ବଡ଼ କାରିଗର। ନଦୀ ବନ୍ଧ ସବୁ ତାଙ୍କରି କିରତି, ଥିଲେ ବଡ଼ କାରିଗର। ପଥର ଉପରେ ଆଙ୍କିଛନ୍ତି ଛବି, ଅପରୂପ ମନୋହର ବାବୁରେ, ଅପରୂପ ମନୋହର। ପରବର୍ତ୍ତୀ ପଦରେ ନାରୀ କବି କ'ଣ ଲେଖିଛନ୍ତି, ଆସ ଶୁଣିବା ଆଉ ବୁଝିବା। ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କର, ମଉଡ଼ ମଣିର ଜାତି, ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କର, ମଉଡ଼ ମଣିର ଜାତି। ପୁରୁଷ ଉତ୍ତମ ବୀର ଖାରବେଳ, ଅନଙ୍ଗ ଭୀମ ଜାତି ବାବୁରେ, ଅନଙ୍ଗ ଭୀମ ଜାତି। ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କର, ମଉଡ଼ ମଣିର ଜାତି। ପୁରୁଷ ଉତ୍ତମ ବୀର ଖାରବେଳ, ଅନଙ୍ଗ ଭୀମ ଯଜାତି। ଏହି ପଦରେ ଜଣେ ମା ତାଙ୍କ ପୁଅକୁ ଜାତୀୟତା ବୋଧରେ ଉଦ୍ବୁଦ୍ଧ କରିବାକୁ ଯାଇ ଅତୀତର ଓଡ଼ିଶାର ବଡ଼ ବଡ଼ ବୀରମାନଙ୍କର ଅମର କୀର୍ତ୍ତି ବୀରତ୍ୱ ବିଷୟରେ ଶୁଣାଇଛନ୍ତି। ସେ ତାଙ୍କ ପୁଅକୁ କହୁଛନ୍ତି, ଆରେ ବାବୁ, ତୋ ଦାୟାଦ, ତୋ ବଂଶର ଲୋକମାନେ ବଡ଼ ବୀର ପୁରୁଷ ଥିଲେ ରେ, ବଡ଼ ବୀର ପୁରୁଷ ଥିଲେ। ଲକ୍ଷେ ରାଜାଙ୍କର ମଉଡ଼ମଣି ଠାକୁର। ରାଜାମାନଙ୍କର ଗୁଣ ଜ୍ଞାନ ଏବଂ ବୀରତ୍ୱ ସାରା ଭାରତରେ ଆମ ଉତ୍କଳ ମାଟିର ସମ୍ମାନ ଏବଂ ଗୌରବ ବୃଦ୍ଧି କରିଥିଲା। ପ୍ରମାଣ ସ୍ୱରୂପ ଉତ୍କଳୀୟ ରାଜାମାନଙ୍କର ଅକ୍ଷୟ ଅମର କୀର୍ତ୍ତି ଏପର୍ଯ୍ୟନ୍ତ ଖଣ୍ଡଗିରି ଏବଂ ଉଦୟଗିରିର ଗୁମ୍ଫାମାନଙ୍କରେ ଖୋଦିତ ହୋଇ ରହିଛି। ସେହି ବୀରପୁରୁଷ ରାଜାମାନଙ୍କ ମଧ୍ୟରେ ଥିଲେ ପୁରୁଷୋତ୍ତମ ଦେବ, ଯଜାତି କେଶରୀ, ଐର ଖାରବେଳ, ଅନଙ୍ଗ ଭୀମଦେବ ପ୍ରଭୃତି। ଏହି ବୀରପୁରୁଷ ମାନଙ୍କ ମଧ୍ୟରୁ ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିଥିଲେ। ଯଜାତି କେଶରୀ ବଂଶର ଜଣେ ପ୍ରସିଦ୍ଧ ରାଜା ଥିଲେ। ବୀର ଐର ଖାରବେଳ ଏପରି ଏକ ରାଜା ଥିଲେ, ଯିଏକି ସାରା ଭାରତବର୍ଷରେ ବହୁତ ଅଞ୍ଚଳକୁ ଜୟ କରିପାରିଥିଲେ। ଅନଙ୍ଗ ଭୀମଦେବ, ଯିଏକି ଆମ ଓଡ଼ିଶାର କଟକ ସହରରେ ବାରବାଟୀ ଦୁର୍ଗ ନିର୍ମାଣ କରାଇଥିଲେ। ତେଣୁ ଆମ ଓଡ଼ିଶାର ଗୁଣ ଜ୍ଞାନ ଏବଂ ବୀରତ୍ୱ ଏବେ ମଧ୍ୟ ସାରା ଭାରତବର୍ଷରେ ଆମ ଉତ୍କଳର ସମ୍ମାନ ଏବଂ ଗୌରବକୁ ବୃଦ୍ଧି କରି କାଳ ଜୟ କରିପାରିଛି। ତେଣୁ ଏଠାରେ ନାରୀ କବି ଲେଖିଛନ୍ତି, ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କର,
ମଉଡ଼ମଣିର ଜାତି ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କର। ମଉଡ଼ମଣିର ଜାତି ପୁରୁଷ ଉତ୍ତମ ବୀର ଖାରବେଳ ଅନଙ୍ଗ ଭୀମ ଜାତି ବାବୁରେ ଅନଙ୍ଗ ଭୀମ ଜାତି। ତାହେଲେ ପିଲାମାନେ ପରବର୍ତ୍ତୀ ପଦକୁ ବର୍ତ୍ତମାନ ଶୁଣିବା ଏବଂ ବୁଝିବା। ମହାରାଜା ମହାରଥୀ ଥିଲେ ତୋର ବାପା ଯେ ମହାରାଜା ମହାରଥୀ ଥିଲେ ତୋର ବାପା ଯେ କିଏ ସରି ହେବ ଗୁଣ ଜ୍ଞାନେ ତାଙ୍କୁ କିଏ ସରି ହେବ ତେଜେ ବାବୁରେ କିଏ ସରି ହେବ ତେଜେ। ମହାରାଜା ମହାରଥୀ ଥିଲେ ତୋର ବାପା ଜେଜେ କିଏ ସରି ହେବ ଗୁଣ ଜ୍ଞାନେ ତାଙ୍କୁ କିଏ ସରି ହେବ ତେଜେ। ତେବେ ପିଲାମାନେ ଏହି ପଦରେ ଥିବା କଠିନ ଶବ୍ଦ ହେଉଛି ସରି, ତାର ଅର୍ଥ ହେଉଛି କ'ଣ ନା ସମାନ। ତେଜେ ତାର ଅର୍ଥ ହେଉଛି ପ୍ରଭାବରେ। ତେଣୁ ମହାରାଜା ମହାରଥୀ ଥିଲେ ତୋ ବାପା ଜେଜେ। ତେଣୁ ଏଠାରେ ମା ତାଙ୍କ ପୁଅକୁ କହୁଛନ୍ତି, ଆରେ ବାବୁ ଜାଣିଛୁ ନା ତୋର ବାପା ତୋର ଜେଜେବାପା ମାନେ ବଡ଼ ବଡ଼ ରାଜା ଥିଲେ, ବଡ଼ ରଥାରୋହୀ ଯୋଦ୍ଧା ଥିଲେ। ତେଣୁ ସେହି ମହାରାଜା ମାନଙ୍କର ଗୁଣ ଜ୍ଞାନ ଏବଂ ବୀରତ୍ୱ ନିକଟରେ କେହି ବି ସମାନ ହୋଇପାରିବେ ନାହିଁ। ଓଡ଼ିଶା ମାଟି ବୈକୁଣ୍ଠରେ ସେମାନେ ଯେଉଁ କୀର୍ତ୍ତି ଉପାର୍ଜନ କରିଛନ୍ତି, ଯେଉଁ ପ୍ରଭାବ ପକାଇଛନ୍ତି, ତାଙ୍କ ସହିତ କିଏ ବା ସମାନ ହୋଇପାରିବ। ତେଣୁ ତୁ ହେଉଛୁ ସେହି ମହାନ ରାଜା ମହାନ ରଥୀ କୂଳର ମଉଡ଼ମଣି। ତୋ ଶରୀରରେ ମଧ୍ୟ ସେହି ମହାନ ଐତିହାସିକ ବୀର ପୁରୁଷମାନଙ୍କ ରକ୍ତ ପ୍ରଭାବିତ ହେଉଛି। ତୁ ବି ଦିନେ ତାଙ୍କ ପରି ସେହି କୀର୍ତ୍ତି ଅର୍ଜନ କରି ମହାନତାର ଔଜ୍ଜ୍ୱଲ୍ୟତାକୁ ସାରା ବିଶ୍ୱରେ, ସାରା ଭାରତରେ, ସାରା ଓଡ଼ିଶାରେ ଆଲୋକିତ କରିପାରିବୁ। ତେଣୁ ସେଇଥିପାଇଁ ନାରୀ କବି ଲେଖିଛନ୍ତି, ମହାରାଜା ମହାରଥୀ ଥିଲେ ତୋର ବାପା ଯେ ମହାରାଜା ମହାରଥୀ ଥିଲେ ତୋର ବାପା ଯେ କିଏ ସରି ହେବ ଗୁଣ ଜ୍ଞାନେ ତାଙ୍କୁ କିଏ ସରି ହେବ ତେଜେ ବାବୁରେ କିଏ ସରି ହେବ ତେଜେ। ପରବର୍ତ୍ତୀ ପଦରେ ନାରୀ କବି ଲେଖିଛନ୍ତି, ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତ ମଥା। ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତ ମଥା। ନୀତି ମନେ ମନେ ଗୁଣି ହେଉଥା ପୂର୍ବ ପୁରୁଷଙ୍କ କଥା ବାବୁରେ ପୂର୍ବ ପୁରୁଷଙ୍କ କଥା। ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତ ମଥା। ନୀତି ମନେ ମନେ ଗୁଣି ହେଉଥା ପୂର୍ବ ପୁରୁଷଙ୍କ କଥା ପୂର୍ବ ପୁରୁଷଙ୍କ କଥା। ତେବେ ଏହି ପଦରେ ମାଟିଏ ତା ପୁଅକୁ କହୁଛି, ଆରେ ବାପ ତୁ ହେଉଛୁ ଖାଣ୍ଟି ଓଡ଼ିଆ ପୁଅ, ତୁ ହେଉଛୁ ଓଡ଼ିଆ ବଂଶର ମଉଡ଼ମଣି। ତେଣୁ ତୁ ସଦାସର୍ବଦା ନିଜକୁ ଓଡ଼ିଆ ବୋଲି ମନରେ ଗର୍ବ ରଖି ଚାଲୁଥା। ସର୍ବଦା ନିଜ ମଥାକୁ ଟେକି ତୋ କର୍ତ୍ତବ୍ୟ ପଥରେ ଚାଲୁଥା। ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ତୋ ପୂର୍ବପୁରୁଷ ଯଥା ବାପା ଜେଜେବାପା ମାନଙ୍କର କଥାକୁ ମନେ ମନେ ଗୁଣଗାନ କରୁଥା। କାରଣ ତୁ ହେଉଛୁ ସେହି ପୂର୍ବପୁରୁଷ ବଂଶର ସନ୍ତାନ। ତେଣୁ ମନ ମଧ୍ୟରେ ଗର୍ବ ରଖି ମଥା ଟେକି ବାଟ ଚାଲୁଥା। ଆଉ ସେଇଥିପାଇଁ ନାରୀ କବି ଲେଖିଛନ୍ତି, ଓଡ଼ିଆ ବୋଲି ତୁ ମନେ ଗର୍ବ ବହି
ଚାଲରେ ଟେକି ତୋ ମଥା, ଓଡ଼ିଆ ବୋଲି ତୁ ମନେ ଗର୍ବ ବହି। ଚାଲରେ ଟେକି ତୋ ମଥା, ନୀତି ମନେ ମନେ ଗୁଣି ହେଉଥା, ପୂର୍ବପୁରୁଷଙ୍କ କଥା ବାବୁରେ, ପୂର୍ବପୁରୁଷଙ୍କ କଥା। ଶେଷ ପଦରେ ନାରୀ କବି କ'ଣ ଲେଖିଛନ୍ତି ଆସ ଶୁଣିବା ଏବଂ ତାର ଅର୍ଥ ବୁଝିବା। ଭଞ୍ଜ ଜଗନ୍ନାଥ ସାମନ୍ତ ସିଂହାର, ସାରଳାଦି କବି କୂଳ। ଭଞ୍ଜ ଜଗନ୍ନାଥ ସାମନ୍ତ ସିଂହାର, ସାରଳାଦି କବି କୂଳ। ତ ପୂର୍ବ ପୁରୁଷ ତାଙ୍କ ସନ୍ତାନ ତୁ, ଏକଥା ମନୁ ନ ଭୁଲ ବାବୁରେ, ଏକଥା ମନୁ ନ ଭୁଲ। ଭଞ୍ଜ ଜଗନ୍ନାଥ ସାମନ୍ତ ସିଂହାର, ସାରଳାଦି କବି କୂଳ। ତୋ ପୂର୍ବ ପୁରୁଷ ତାଙ୍କ ସନ୍ତାନ ତୁ, ଏ କଥା ମନୁ ନ ଭୁଲ। ତେବେ ଏହି ପଦରେ ମାଟିଏ ତା ପୁଅକୁ ପୁଣି ସୂଚାଇ ଦେଇଛନ୍ତି, ଆରେ ବାବୁ ତୁ ହେଉଛୁ କବିକୁଳର ସନ୍ତାନ। ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଜଗନ୍ନାଥ ଦାସ, ସାରଳା ଦାସ, ଅଭିମନ୍ୟୁ ସାମନ୍ତ ସିଂହାର ଏମାନେ ସମସ୍ତେ ଜଣେ ଜଣେ କବି। ଏମାନେ ତ ପୂର୍ବପୁରୁଷ, ଆଉ ତୁ ମଧ୍ୟ ସେଇ ପୂର୍ବପୁରୁଷ କବିକୁଳର ସନ୍ତାନ ଅଟୁ। କବିମାନେ ଯେପରି ନିଜ ଲେଖନୀ ମୁନରେ ବହୁତ କାବ୍ୟ ଗ୍ରନ୍ଥ କବିତାମାନ ରଚନା କରି ଓଡ଼ିଶା ମାଟିକୁ, ସାରା ଭାରତ ମାଟିକୁ ସମୃଦ୍ଧି କରିଛନ୍ତି, ଗୌରବ ଆଣିଦେଇ ପାରିଛନ୍ତି। ଓଡ଼ିଆ ଜାତିର ଟେକ ରଖି ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି। ଏମାନେ ହେଉଛନ୍ତି ଜଣେ ଜଣେ ତ ପୂର୍ବପୁରୁଷ। ଏମାନଙ୍କ କଥାକୁ ତୁ କେବେ ମନରୁ ଭୁଲିଯିବୁ ନାହିଁ, କେବେ ତୁ ପାସୋରି ଯିବୁ ନାହିଁ। ଏଇମାନଙ୍କ ଗୌରବରେ ତୁ ଗର୍ବ କରିବୁ, ବାଟରେ ସଦାସର୍ବଦା ମଥା ଟେକି ଚାଲୁଥିବୁ। ତେଣୁ ଏଠାରେ ଜଣେ ମା ତା ପୂର୍ବପୁରୁଷମାନଙ୍କର କଥା କହି ତା ପୁଅକୁ ଚେତାଇ ଦେଇଛି ଯେ ତୁ ମଧ୍ୟ ଦିନେ ତାଙ୍କ ପରି ହେବୁ ଏବଂ ଉତ୍କଳ ମାଟିକୁ ଗୌରବାନ୍ୱିତ କରି ଜଣେ ସୁଯୋଗ୍ୟ ସନ୍ତାନ ହେବାକୁ ଚେଷ୍ଟା କରିବୁ। ବାସ୍ତବରେ ଏଠାରେ ନାରୀ କବି ଜଣେ ମା ଓ ପୁଅକୁ ମୁଖ୍ୟ ଭୂମିକାରେ ରଖି ଆମ ଓଡ଼ିଆ ସନ୍ତାନମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁଯୋଗ୍ୟ ସନ୍ତାନ ହେବାକୁ ଉଦ୍ବୋଧନ ଦେଇଛନ୍ତି। ଆଉ ସେ ଲେଖିଛନ୍ତି, ଭଞ୍ଜ ଜଗନ୍ନାଥ ସାମନ୍ତ ସିଂହାର, ସାରଳାଦି କବି କୂଳ। ଭଞ୍ଜ ଜଗନ୍ନାଥ ସାମନ୍ତ ସିଂହାର, ସାରଳାଦି କବି କୂଳ। ତ ପୂର୍ବ ପୁରୁଷ ତାଙ୍କ ସନ୍ତାନ ତୁ, ଏକଥା ମନୁ ନ ଭୁଲ ବାବୁରେ, ଏକଥା ମନୁ ନ ଭୁଲ। ତେବେ ପିଲାମାନେ ଆଶା କରୁଛି କହିବି କଥାଟି କବିତାଟିକୁ ନିଶ୍ଚୟ ଭଲ ଭାବରେ ବୁଝିପାରିଥିବ। ତେଣୁ ଆଜି ପାଇଁ ରହୁଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ, ପାଠକୁ ଆୟତ୍ତ କରିପାରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହୁଛି। ନମସ୍କାର। ଜୟ ହିନ୍ଦ, ଜୟ ଭାରତ, ଜୟ ଶିକ୍ଷା।